ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରିବା ପାଇଁ ଯାଉଛନ୍ତି। ଏହି ଦିନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ। ଟଙ୍କା ପାଇବା ପାଇଁ ଆପଣଙ୍କର ଇ-କେୱାଇସି ଅପଡେଟ୍ ଅଛି କି ନାହିଁ, ଏବେ ଲିଷ୍ଟରେ ନାଁ ଅଛି କି ନାହିଁ ତାହା ମଧ୍ୟ ତୁରନ୍ତ ଚେକ୍ କରିନିଅନ୍ତୁ। କେମିତି ଆପଣମାନେ ଚେକ୍ କରିପାରିବେ ଆପଣଙ୍କର ଇ-କେୱାଇସି ଅଛି ନା ନାହିଁ, ଡିବିଟି ଲିଙ୍କ ଅଛି ନା ନାହିଁ, ଲିଷ୍ଟରେ ଆପଣଙ୍କର ନାଁ ରହିଛି ନା ନାହିଁ, ଆପଣମାନେ କେମିତି ଚେକ୍ କରିପାରିବେ? ସେଥିପାଇଁ ପ୍ରଥମେ ଆପଣ ଆସିଯିବେ ସିଏମ୍ କିଷାନ ଅଫିସିଆଲି ପୋର୍ଟାଲକୁ। ସିଏମ୍ କିଷାନର ଅଫିସିଆଲି ପୋର୍ଟାଲକୁ ଆସିଯିବେ। ଏହି ପୋର୍ଟାଲକୁ ଆସିଲା ମାତ୍ରେ ଆପଣମାନଙ୍କୁ ଅନେକ ଗୁଡ଼ିଏ ଅପସନ୍ ସବୁ ଦେଖିବା ପାଇଁ ମିଳିବ। ଦେଖନ୍ତୁ ସ୍ଥିତି ଯାଞ୍ଚ କରନ୍ତୁ ଉପରେ, ତାପରେ କ୍ଲିକ୍ କରି ଆପଣମାନେ ଆପଣଙ୍କର ଆଧାର ନମ୍ବର ଦେଇକରି ମଧ୍ୟ ଚେକ୍ କରିପାରିବେ। ଯେଉଁମାନେ ନୂଆ କରି ଆପ୍ଲାଏ କରିଛନ୍ତି ତାଙ୍କର ଷ୍ଟାଟସଟି ସେ ଚେକ୍ କରିପାରିବେ। ଆଧାର ନମ୍ବର ଦେଇ ସେମାନେ ତାଙ୍କର ଷ୍ଟାଟସଟି ଚେକ୍ କରିପାରିବେ। ଦେଖନ୍ତୁ ଏହି ବକ୍ସରେ ଆପଣଙ୍କର ଆଧାର ନମ୍ବରଟିକୁ ଦେଇଦେବେ। ଖାଲି ବକ୍ସରେ ଆପଣଙ୍କର ଆଧାର ନମ୍ବରଟିକୁ ଦେଇଦେବେ। ଦେଇ ସାରିଲା ପରେ ତଳେ ଆପଣମାନଙ୍କୁ ଗୋଟେ କ୍ୟାପଚା ଦେଖିବା ପାଇଁ ମିଳୁଥିବ। ଯେଉଁ କ୍ୟାପଚାଟି ଆପଣମାନଙ୍କୁ ଶୋ ହେଉଥିବ ସେଇ କ୍ୟାପଚାଟିକୁ ଆପଣମାନେ ଦେଖିକିରି ଏଣ୍ଟର କରିଦେବେ। କ୍ୟାପଚାଟି ଏଣ୍ଟର କରିସାରିଲା ପରେ ତଳେ ରହିଛି ଶୋ ବଟନ୍, ତା ଉପରେ କ୍ଲିକ୍ କରିବେ। ଦେଖନ୍ତୁ ଏଠି ଆପଣଙ୍କର ପର୍ସନାଲ ଡିଟେଲ୍ସ ଦେଖିବା ପାଇଁ ମିଳିବ। ଆପଣମାନେ ଏଠି ଦେଖିପାରିବେ ଏଲିଜିବଲ୍ ଷ୍ଟାଟସରେ ଆପଣମାନେ ଏଲିଜିବଲ୍ ରହିଛନ୍ତି ନା ନାହିଁ ଆପଣମାନଙ୍କୁ ଦେଖିବା ପାଇଁ ମିଳୁଥିବ। ଦେଖନ୍ତୁ ଏଲିଜିବଲ୍ ଷ୍ଟାଟସରେ ଏଲିଜିବଲ୍ ଯଦି ଶୋ ହେଉଛି ତାହେଲେ ଆପଣମାନେ ସିଏମ୍ କିଷାନ ଯୋଜନାର ପରବର୍ତ୍ତୀ କିସ୍ତିର ଟଙ୍କା ପାଇପାରିବେ। ତା ପୂର୍ବରୁ ଆପଣମାନେ ଦେଖନ୍ତୁ ଆପଣଙ୍କର ଇ-କେୱାଇସି ହୋଇଛି ନା ନାହିଁ, କେୱାଇସିଟିକୁ ଆପଣମାନେ କେମିତି ଚେକ୍ କରିବେ। ଏହି ପେଜକୁ ଆସିଲା ମାତ୍ରେ ଦେଖନ୍ତୁ ଏହି ପେଜରେ ଆପଣଙ୍କୁ ଗୋଟେ 3 ଲାଇନ୍ ଏଠି ଦେଖିବା ପାଇଁ ମିଳୁଥିବ। ସେ 3 ଲାଇନ୍ ଉପରେ ଆପଣମାନେ ଟଚ୍ କରିବେ। ଏଇ ସବୁ ଅନେକ ଗୁଡ଼ିଏ ଅପସନ୍ ସବୁ ତଳେ ଓପନ୍ ହେଇଯିବ। ଦେଖନ୍ତୁ এই ଅପସନ୍ ଭିତରେ ରହିଛି ଚାଷୀଙ୍କ ନିମନ୍ତେ ବୋଲି ଯେଉଁ ଅପସନ୍, ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଇ-କେୱାଇସି ବୋଲି ଯେଉଁ ଅପସନ୍ଟି ଆପଣଙ୍କୁ ଦେଖିବା ପାଇଁ ମିଳିବ, ସେଇ ଇ-କେୱାଇସି ଅପସନ୍ ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ମାତ୍ରେ ଦେଖନ୍ତୁ ଆଉ ଗୋଟେ ପେଜ୍ ଆପଣଙ୍କ ସାମ୍ନାରେ ଓପନ୍ ହେଇଯିବ। এইଭଳି ପେଜ୍ଟି ଓପନ୍ ହେଇଯିବ। ପେଜ୍ରେ ଆପଣଙ୍କର ଆଧାର ନମ୍ବରଟି ଦେଇଦେବେ। ତଳେ ଆପଣମାନଙ୍କୁ ଗୋଟେ କ୍ୟାପଚା ଦେଖିବା ପାଇଁ ମିଳୁଥିବ। ଦେଖନ୍ତୁ এইଭଳି କ୍ୟାପଚା ଗୋଟେ ଦେଖିବା ପାଇଁ ମିଳୁଥିବ। ଯେଉଁ କ୍ୟାପଚାଟି ଆପଣମାନଙ୍କୁ ଦେଖିବା ପାଇଁ ମିଳୁଥିବ, ଯାହା ବି ଲେଖା ଦେଖିବା ପାଇଁ ମିଳୁଥିବ, ଏହି ବକ୍ସରେ ଆପଣମାନେ ତାହାକୁ ଏଣ୍ଟର କରିଦେବେ। କ୍ୟାପଚାଟିକୁ ଏଣ୍ଟର କରିସାରିଲା ପରେ ଦେଖନ୍ତୁ ଏଠି ଆପଣଙ୍କୁ ଦେଖିବା ପାଇଁ ମିଳୁଥିବ ଗେଟ୍ ଓଟିପି ବୋଲି ଯେଉଁ ଅପସନ୍, ତା ଉପରେ ଆପଣମାନେ କ୍ଲିକ୍ କଲା ମାତ୍ରେ ଆପଣମାନଙ୍କୁ ଦେଖିବା ପାଇଁ ମିଳୁଛି ଯଦି এইଭଳି ଏରର, ଯାହାକି ଆପଣଙ୍କର ଆଧାର ନମ୍ବରଟି ଅଲରେଡି କମ୍ପ୍ଲିଟ୍ ହୋଇସାରିଛି, ଆପଣମାନଙ୍କର ଇ-କେୱାଇସି ଆଗରୁ ହୋଇସାରିଛି। ଯଦି ଆପଣମାନଙ୍କୁ এইଭଳି ଏରର ଦେଖିବା ପାଇଁ ମିଳୁଛି ତାହେଲେ ଆପଣମାନେ ଜାଣି ନିଅନ୍ତୁ ଆପଣଙ୍କର ଅଲରେଡି ଆଧାର ଇ-କେୱାଇସି ହୋଇସାରିଛି ସିଏମ୍ କିଷାନରେ। ଆପଣଙ୍କୁ ଆଉ ଇ-କେୱାଇସି କରିବା ପାଇଁ ପଡ଼ିବନି। ଯେଉଁମାନଙ୍କୁ এইଭଳି ଏରର ଦେଖିବା ପାଇଁ ମିଳୁଛି ଇ-କେୱାଇସି ଅଲରେଡି କମ୍ପ୍ଲିଟ୍, ତାହେଲେ ଆପଣମାନେ ଇ-କେୱାଇସି କରିବେ ନାହିଁ। ଆପଣମାନେ ଆପଣଙ୍କର ଲିଷ୍ଟ ମଧ୍ୟ ଚେକ୍ କରିପାରିବେ। ଯେଉଁ ନୂଆ ଲିଷ୍ଟ ଆସିଛି ସେ ଲିଷ୍ଟରେ ଆପଣଙ୍କ ନାଁ ରହିଛି ନା ନାହିଁ। ଯେଉଁମାନେ ନୂଆ କରି ଆପ୍ଲାଏ କରିଥିଲେ ସେମାନେ ମଧ୍ୟ ଲିଷ୍ଟଟିକୁ ଚେକ୍ କରି ଦେଖିପାରିବେ ତାଙ୍କ ନାଁ ଆସିଛି ନା ନାହିଁ ସେ ଲିଷ୍ଟଟିକୁ ଆପଣମାନେ କେମିତି ବାହାର କରିବେ ଯେଉଁ ନୂଆ ଲିଷ୍ଟଟି ଆସିଛି। ଏବଂ এই ପେଜରେ ଯେଉଁ 3 ଲାଇନ୍ ରହିଥିବ, ଆପଣ ଯଦି ମୋବାଇଲରେ ଦେଖୁଛନ୍ତି ଏମିତି 3 ଲାଇନ୍ ଥିବ, ତା ଉପରେ ଆପଣମାନେ ଏମିତି ଟଚ୍ କରିଦେବେ। এইଭଳି ଅପସନ୍ ଆସିଯିବ। ଏଠି ଦେଖନ୍ତୁ ହିତାଧିକାରୀ ତାଲିକା ବୋଲି ଗୋଟେ ଅପସନ୍ ଆସୁଛି, ଆପଣମାନେ ଦେଖିପାରୁଥିବେ ହିତାଧିକାରୀ ତାଲିକା, ତା ଉପରେ ଆପଣମାନେ କ୍ଲିକ୍ କରିବେ। ପିଏମ୍ କିଷାନ ସିଏମ୍ କିଷାନ ଦୁଇଟି ଅପସନ୍ ଆସିବ। ଯେହେତୁ ଆମେ ସିଏମ୍ କିଷାନରେ ଚେକ୍ କରିବା ପାଇଁ ଚାହୁଁଛେ ସିଏମ୍ କିଷାନ ଉପରେ ଟଚ୍ କରିଦେବା। ଟଚ୍ କଲା ମାତ୍ରେ ଦେଖନ୍ତୁ এইଭଳି ପେଜ୍ଟି ଓପନ୍ ହେଇଯିବ। ଏହି ପେଜ୍ରେ ପ୍ରଥମେ ଆପଣଙ୍କର ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିବେ, ତାପରେ ଆପଣଙ୍କର ବ୍ଲକଟିକୁ ସିଲେକ୍ଟ କରିବେ, ତାପରେ ଆପଣଙ୍କର ଗ୍ରାମ ପଞ୍ଚାୟତଟିକୁ ସିଲେକ୍ଟ କରିବେ। এই ତିନୋଟି ଜିନିଷ ପ୍ରଥମେ ଏବେ ସିଲେକ୍ଟ କରିଦେବେ। ସିଲେକ୍ଟ କରିସାରିଲା ପରେ ଭ୍ୟୁ ବଟନ୍ ଉପରେ ଆପଣମାନେ କ୍ଲିକ୍ କରିବେ। ପ୍ରଥମେ ଚାଲନ୍ତୁ ଆମେ ସିଲେକ୍ଟ କରିଦେଉଛୁ। ତାପରେ ଆପଣମାନେ ଭ୍ୟୁ ବଟନ୍ ଉପରେ ଆପଣମାନେ କ୍ଲିକ୍ କରିବେ। ଦୁଇଟି ଅପସନ୍ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ଯେମିତି ଦେଖନ୍ତୁ ଡାଉନଲୋଡ୍ SNF, ଡାଉନଲୋଡ୍ LAH, ଦୁଇଟି ଅପସନ୍ ଆପଣମାନଙ୍କୁ ଦେଖିବା ପାଇଁ ମିଳୁଥିବ। ଯେଉଁମାନେ ସ୍ମଲ୍ ମାର୍ଜିନାଲ ଫାର୍ମର, ଯେଉଁମାନେ କ୍ଷୁଦ୍ର ନାମମାତ୍ର ଚାଷୀ, ଏହାରି ଉପରେ ଆପଣମାନେ ସିଲେକ୍ଟ କରିବେ। ଯଦି ଆପଣମାନେ ଆପ୍ଲାଏ କଲା ପରେ କ୍ଷୁଦ୍ର ନାମମାତ୍ର ଚାଷୀ ଆପଣମାନଙ୍କର 5 ଏକରରୁ କମ୍ ଜମି ଯେଉଁମାନଙ୍କର ରହିଛି, ତାହେଲେ ଆପଣମାନେ କ୍ଷୁଦ୍ର ନାମମାତ୍ର ଚାଷୀ ହିସାବରେ ଯାଉଥିବେ, ଆପଣଙ୍କୁ ଏହି ଲିଷ୍ଟଟିକୁ ଡାଉନଲୋଡ୍ କରିବା ପାଇଁ ପଡ଼ିବ। ଯେଉଁମାନେ ଭୂମିହୀନରେ ଆପ୍ଲାଏ କରିଥିଲେ ସେମାନେ ଏଇଗୁଡ଼ିକ LAH ରହିଛି ତା ଉପରେ ଆପଣମାନେ କ୍ଲିକ୍ କରି ଦେଖିପାରିବେ ସେଇ ଲିଷ୍ଟରେ ଆପଣଙ୍କ ନାମ ରହିଛି ନା ନାହିଁ। ଯେଉଁମାନେ ଭୂମିହୀନ, ଯେଉଁମାନେ ସ୍ମଲ୍ ମାର୍ଜିନାଲ ଫାର୍ମର, ଯେଉଁମାନେ କ୍ଷୁଦ୍ର ନାମମାତ୍ର ଚାଷୀ, ସେମାନେ ପ୍ରଥମ PDFଟିକୁ ଓପନ୍ କରିବେ। ଦେଖନ୍ତୁ ତାପରେ ଆପଣମାନେ ଡାଉନଲୋଡ୍ PDF ଉପରେ ଯେତେବେଳେ ଆପଣମାନେ ଟଚ୍ କରିବେ ଏମିତି ଡାଉନଲୋଡ୍ ହେଇଯିବ। ଡାଉନଲୋଡ୍କୁ ଓପନ୍ କରିବେ ସେ PDFଟି ଏମିତି ଓପନ୍ ହେଇଯିବ ଆପଣଙ୍କର ଫୋନ୍ରେ।
आपण मैंने देखिपारे आपंकर नाम ये लिस्ट मध्य रही ना ना तलू तल एमती पेज बाय पेज चेक करने आपंकर विलेज नाम बेनिफिशियरी नेम फादर एंड हजबैंड का नाम जेंडर आपंकर जो सीएम किसान आईडी रही आईडी टी शो हो सीरियल नंबर शो हो भाव चेक करेंगे जो लिस्ट आसी नुआ लिस्ट टी आपण मैंने आपंकर लिस्ट ना रही ना निहाती भाव देखी नि सीएम किसान योजना को नहीं जो अपडेट टी थिला आपण मानको ई चैनल माध्यम रे हम जणैछु आपण मानको देइथिबा इन्फॉर्मेशन जदि भल लागितबो वीडियो टी को लाइक कमेंट शेयर सब्सक्राइब निहाती करिवे।